नमस्कार दर्शक बंधु आग को आसूची सुदशा व्रत केउ माने सुदशा व्रत करिवे केउ माने सुदशा व्रत करिवे नाही केबे पड़ुची सुदशा व्रत कौन कौन करिवा दरकार एही विषय रे निश्चय जानिबा। प्रत्येक ओडिया गृहिणी माने सुदशा व्रत पालन करिथांती। सुदशा व्रतटी 2025 मसीहार ଜାନୁଆରୀ ମାସରେ ପଡ଼ିଥିଲା। ପୁଣି ଥରେ ଏହି ଜୁନ୍ ମାସ 5 ତାରିଖରେ ପଡ଼ିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଯେତେବେଳେ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଗୁରୁବାର ପଡ଼ିଥାଏ, ସେହି ଦିନକୁ ଆମେ ସୁଦଶା ବ୍ରତ ଭାବରେ ଆମେ ପାଳନ କରିଥାଉ। ମାଣବସା ଗୁରୁବାର ପରେ ସୁଦଶା ବ୍ରତ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ, ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ। ତେବେ ଦର୍ଶକ ବନ୍ଧୁ, ଏହି ସୁଦଶା ବ୍ରତ ସମସ୍ତେ ପୂଜା କରିବେ। ଯେଉଁମାନେ ବିବାହ କରିସାରିଛନ୍ତି, ପ୍ରତ୍ୟେକ ବିବାହିତା ନାରୀମାନେ ସୁଦଶା ବ୍ରତ କରିବା ନିହାତି ଦରକାର। ଯେଉଁଦିନ ସିନ୍ଦୁର ଲଗେଇ ସ୍ୱାମୀଙ୍କର ଏରୁଣ୍ଡି ବନ୍ଧ ଡେଇଁ ଘର ଭିତରକୁ ପ୍ରବେଶ କଲେ, ଆଉ ସେହିଦିନ ଦୀପ ଲଗେଇ ଲକ୍ଷ୍ମୀ ବୋହୂକୁ ଘରକୁ ପାଛୁଟି ନେଲେ, ତାପରେ ଯଦି ଆମେ ସୁଦଶା ବ୍ରତ ନ କରିବା, ଆମେ ଲକ୍ଷ୍ମୀ ହେବା କେମିତି? ଯଦି ବିବାହ ପରେ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଛି, ଆପଣ ଯଦି ସୁଦଶା ବ୍ରତ କରିନାହାନ୍ତି, ସନ୍ତାନ ରହିଗଲା, ସନ୍ତାନ ଜନ୍ମ ହେଲା, ଆପଣ ତ ଗୃହଲକ୍ଷ୍ମୀ ହୋଇନାହାନ୍ତି। ସନ୍ତାନ ଲକ୍ଷ୍ମୀ କେମିତି ହେଲେ? ଭାବନ୍ତୁ, ଆପଣ ଅପେକ୍ଷା କରିବେ କେବେ ଆଜ୍ଞା ପଡ଼ିବ ସୁଦଶା ବ୍ରତ। ସେ ପର୍ଯ୍ୟନ୍ତ କ'ଣ ଆପଣ ସନ୍ତାନର ମା ହେବେନି? ସେ ପର୍ଯ୍ୟନ୍ତ ଆପଣ ଚାହିଁବେନି ଘରର ଉନ୍ନତି ହଉ ବୋଲି? ଯଦି ଚାହାନ୍ତି, ବିବାହର ପରେ ଯେଉଁଦିନ ସୁଦଶା ବ୍ରତ ପଡ଼ୁଛି, ତୁରନ୍ତ ବ୍ରତ କରିବେ। ଆଉ ଏହି 5 ଜୁନ୍ ତାରିଖରେ ସମସ୍ତେ କରିପାରିବେ, କିଛି ଅସୁବିଧା ନାହିଁ। ଦର୍ଶକ ବନ୍ଧୁ, ତାହେଲେ କ'ଣ ସତରେ ଲାଲି ଧଳା ଶାଢ଼ୀ ପିନ୍ଧିବା ଦରକାର? ହଁ, ନାଲି ଧଳା ଶାଢ଼ୀ ଆଣିବେ। ଶାଶୁଙ୍କର ଯେଉଁ ପୁରୁଣା ଗୁଆ, ଯେଉଁ ଶାଶୁଙ୍କର ଗୁଆ ଆଗରେ ରଖିବେ, ତାପରେ ଆପଣଙ୍କର ବ୍ରତ ଗୁଆ ରଖିବେ। ଯଦି ଭାବୁଛନ୍ତି ଯେ ଆପଣଙ୍କର ନୂଆ ଗୁଆ ରଖୁଛନ୍ତି, ତଥାପି ଶାଶୁଙ୍କ ଗୁଆରେ ଆପଣ ପୂଜା କରିପାରିବେ, ସେଠି ଆପଣ ଆପଣଙ୍କର ବ୍ରତ ପୂଜା କରିପାରିବେ ଏବଂ ବ୍ରତ ଗଣ୍ଠି ଦେଇପାରିବେ। ଯେମିତି ନିୟମ ଅଛି ସେମିତି ପୂଜା କରିବେ। ଯେଉଁ ସୁଦଶା ବ୍ରତ ପଡ଼ୁଛି, ଆମେ ନିଶ୍ଚିତ ଭାବେ ଜୁନ୍ ମାସ 5 ତାରିଖରେ ନିଶ୍ଚିତ କରିବା। ଦର୍ଶକ ବନ୍ଧୁ, ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।